ଅବକାରୀ ବିଭାଗ ପଞ୍ଝାରେ ଦୁଇ ନିଶା ବେପାରୀ 25 ଗ୍ରାମର ହିରୋଇନ୍ ସହ 1 କିଲୋଗ୍ରାମ 250 ଗ୍ରାମର ଗଞ୍ଜେଇ ଜବତ। ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ୍ ଚାଲିଥିବା ବେଳେ ଶୁକ୍ରବାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି 2 ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ। ଜଗତସିଂହପୁର ଥାନା ଅନ୍ତର୍ଗତ ଗୌରୁଣୀ ପଡ଼ିଆଠାରେ ଦୀର୍ଘଦିନ ହେବ ବ୍ରାଉନ୍ ସୁଗାର କାରବାର ଲୁଚାଛପାରେ ଚାଲୁଥିବା ଏକ ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ଅବକାରୀ ରେଞ୍ଜର ଇନ୍ସପେକ୍ଟର ଶ୍ରୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲେ। ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାକୁ କାବୁ କରିଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ 25 ଗ୍ରାମ ବେଆଇନ ହିରୋଇନ୍ ଏବଂ ହିରୋଇନ୍ ବ୍ୟବସାୟରେ ବ୍ୟବହୃତ ଏକ ଟିଭିଏସ୍ ଜୁପିଟର ସ୍କୁଟି ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ 3 ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତ ଜଣକ ହେଲେ ଅଲୋଣା ଗାଁର ସ୍ୱର୍ଗତ ଅନନ୍ତ ଚରଣ ସାହୁଙ୍କ ପୁଅ ମୁନ୍ନା ସାହୁ। ସେହିପରି ଅନ୍ୟ ଏକ ଘଟଣାକ୍ରମରେ ପାରାଦୀପ ଅବକାରୀ ରେଞ୍ଜ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ପାରାଦୀପ ଥାନା ଅନ୍ତର୍ଗତ ମଧୁବନ ଜଗନ୍ନାଥ କଲୋନୀରେ ଚଢ଼ାଉ କରି 1 କିଲୋଗ୍ରାମ 250 ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ବେପାରରେ ଜଡ଼ିତ ଥିବା ଜଗନ୍ନାଥ କଲୋନୀର ସ୍ୱର୍ଗତ ଗୌରହରି କରଣଙ୍କ ପୁଅ ଝାଡେଶ୍ୱର କରଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 10,250 ଟଙ୍କା ହେବ। ଆଜିର ଏହି ଚଢ଼ାଉରେ ଜଗତସିଂହପୁର ଅବକାରୀ ରେଞ୍ଜର କନେଷ୍ଟବଳ ଜୟଦେବ ପାତ୍ର, ବର୍ଷାରାଣୀ ଖୁଣ୍ଟିଆ, ଦୀନବନ୍ଧୁ ସେଠୀ, ଅନୁରାଗ ସୂର୍ଯ୍ୟବଂଶୀ, ପାରାଦୀପ ଅବକାରୀ ରେଞ୍ଜର ଏଏସ୍ଆଇ ଗୟାଧର ସେଠୀ, କନେଷ୍ଟବଳ ନବଘନ ମାରାଣ୍ଡି, ସନ୍ତୋଷୀ ସାହୁ, ମନୋରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ। ପ୍ରକାଶ ଥାଉକି ଗିରଫ ଅଭିଯୁକ୍ତ ମୁନ୍ନା ସାହୁ ଜଣେ ପେଶାଦାର ହିରୋଇନ୍ ବ୍ୟବସାୟୀ। ତାଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଦୁଇଟି ଅଲଗା ଅଲଗା ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତ ଦ୍ୱୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ନାର୍କୋଟିକ୍ସ ବ୍ୟବସାୟ ବିରୁଦ୍ଧରେ ଚଢ଼ାଉକୁ ଅଧିକ ତୀବ୍ରତର କରାଯିବା ସହ ଶୂନ୍ୟ ସହନଶୀଳ ନୀତିରେ ସମସ୍ତ ଅଭିଯୁକ୍ତଙ୍କୁ ଦମନ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧୀକ୍ଷିକା ଶ୍ରୀମତୀ ଅନିତା ପ୍ରଧାନ କହିଛନ୍ତି। ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।